ସମସ୍ତ ନାମପ୍ରେମୀ ସତ୍ସଙ୍ଗୀ ଶ୍ରଦ୍ଧାଳୁ ଜ୍ଞାନୀ ଗୁଣୀ ସାଧୁ ସୁଜ୍ଞଜନ ତଥା ଭାଗବତ ପ୍ରେମୀମାନଙ୍କୁ ମୋର ସାଦରେ ପ୍ରଣାମ। ତ ସହିତ ବେଦ ପୁରାଣ କଥା ଚ୍ୟାନେଲରେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ପ୍ରିୟ ବନ୍ଧୁଗଣମାନେ, ଗତ ଭିଡ଼ିଓରେ ମହାଭାରତ ଯୁଦ୍ଧ ଶେଷରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚପାଣ୍ଡବଙ୍କୁ ନେଇ ଗାନ୍ଧାରୀଙ୍କ ପାଖକୁ ଯାଇ ପ୍ରବୋଧନ ପ୍ରସଙ୍ଗରେ କିଛି ଆଲୋଚନା କରିଥିଲେ। ବର୍ତ୍ତମାନ ତାହାରି ଆଗ ପ୍ରସଙ୍ଗ। ଶ୍ରୀକୃଷ୍ଣ ଭଗବାନ ସମେତେ ସମସ୍ତ ପାଣ୍ଡବଗଣ ଗାନ୍ଧାରୀ ନିକଟରେ ପ୍ରବେଶ ହେଲେ। କୃଷ୍ଣ କହିଲେ, ହେ ମାତା, ଆପଣଙ୍କ ଆଖିରୁ ଅନ୍ଧ ପୁଟୁଳି ଖୋଲି ଦିଅନ୍ତୁ। ସାରା ସଂସାରକୁ ଆପଣ ଦେଖିବା ସହିତ ନିଜ ପୁତ୍ରମାନଙ୍କର ଯଶସ୍ୱୀ ଦେଖିବେ। ଏ କଥା ଶୁଣି ଗାନ୍ଧାରୀ କହିଲା, ଭୀମ ମୋ ଆଖିର ଅନ୍ଧ ପୁଟୁଳି ଖୋଲିଦେଉ। ଗାନ୍ଧାରୀ କଥାରେ କୃଷ୍ଣଙ୍କୁ ସନ୍ଦେହ ଲାଗିଲା। କୃଷ୍ଣ ପଚାରିଲେ ଏହାର ରହସ୍ୟ ମନ୍ତ୍ରୀ ସହଦେବଙ୍କୁ। ସହଦେବ କହିଲେ, ହେ ସ୍ୱାମୀ, ଗାନ୍ଧାରୀ ଆଖିରୁ ଯଦି ଅନ୍ଧ ପୁଟୁଳି ଖୋଲିବ, ସେ ସେଠାରେ ଜଳିଯିବ। କୃଷ୍ଣ ଏହା ଶୁଣି ଦୁର୍ଧକ୍ଷକୁ ଡାକିଲା ଓ ନିଜ ମାତାର ଅନ୍ଧ ପୁଟୁଳି ଖୋଲିବା ପାଇଁ କହିଲେ। ଦୁର୍ଧକ୍ଷ ଯେମିତି ନିଜ ମାତା ଗାନ୍ଧାରୀ ଆଖିରୁ ଅନ୍ଧ ପୁଟୁଳି ଖୋଲି ଦେଇଛି, ସେ ସଙ୍ଗେ ସଙ୍ଗେ ସେଠାରେ ଜଳିଗଲା। ଗାନ୍ଧାରୀ ଭାବିଲା, ଭୀମ ତାଙ୍କ ଆଖିରୁ ଅନ୍ଧ ପୁଟୁଳି ଖୋଲି ଜଳିଗଲା। ଏହା ଭାବି ମିଛରେ ଗାନ୍ଧାରୀ ରୋଦନ କଲେ। ଶ୍ରୀକୃଷ୍ଣ ଭଗବାନ କହିଲେ, ହେ ଗାନ୍ଧାର ସେନର ଝିଅ, ସେ ଭୀମସେନ ନୁହେଁ ଯିଏ ତୁମ ଆଖିରୁ ଅନ୍ଧ ପୁଟୁଳି ଖୋଲିଲା, ସେ ହେଉଛି ତୁମ ସାନ ପୁଅ। ଭାରତ ଯୁଦ୍ଧରେ ସେ ପଳାଇ ଯାଇ ଯୁଧିଷ୍ଠିର ପାଦ ତଳେ ଶରଣ ପଶିଥିଲା। ତୁମର ସାନ ପୁଅ ଦୁର୍ଦାକ୍ଷ ଏକମାତ୍ର ପୁତ୍ର ବଞ୍ଚିଥିଲା। ହେ ଗାନ୍ଧାରୀ, ତୁମ କର୍ମରେ ବିଧାତା ଏହା ହିଁ ଲେଖିଥିଲା। ମୂର୍ଖ ଲୋକମାନେ ନ ଜାଣି ହୃଦୟରେ ଦୁଃଖ କରନ୍ତି। କାହାକୁ ସଂସାରରେ ଲକ୍ଷେ ପୁଅ ଅଣ୍ଟେ ନାହିଁ। ଭାଗ୍ୟରେ ନଥିଲେ ଲକ୍ଷେ ହଜିଲେ ପକ୍ଷକୁ ଅଣ୍ଟେ ନାହିଁ। ଗାନ୍ଧାରୀ କହିଲେ, ହେ କୃଷ୍ଣ, ଏସବୁ ତୋହର ସର୍ଜନା। ତୋତେ ଯିଏ ନ ମାନେ ସେ ସାର ଖାର ହୁଏ। ଶ୍ରୀକୃଷ୍ଣ କହିଲେ, ମାତା, ତୁମେ ହେଉଛ ପଦ୍ମିନୀ ଜାତୀୟ ସ୍ତ୍ରୀ। ତୁମ ନାମ ଆଗରେ ମହାବାକ୍ୟ ହିଁ ବସିବ। ତୁମ ନାମ ଯିଏ ଧରିବ ସେ ସଂସାରରୁ ତରିଯିବ। ବ୍ରାହ୍ମଣମାନେ ତୁମ ନାମକୁ ମହାବାକ୍ୟ ଭାବେ ପଢ଼ିବେ। ଗାନ୍ଧାରୀ ମାତା ଶ୍ରୀକୃଷ୍ଣଙ୍କ କଥା ଶୁଣି ଖୁସି ହେଲେ ଓ ପାଣ୍ଡବଙ୍କୁ ଘେନି ସେଠାରୁ ଚାଲି ଆସିଲେ। ସମସ୍ତ ପାଣ୍ଡବ ଓ କୃଷ୍ଣ ମିଶି ଧୃତରାଷ୍ଟ୍ରଙ୍କ ନିକଟକୁ ଆସିଲେ। ଅନ୍ଧ ରାଜାଙ୍କର ପାଦ ତଳେ ପଞ୍ଚ ପାଣ୍ଡବ ନମସ୍କାର କଲେ। ଅନ୍ଧ ରାଜା କହିଲେ, ତୁମେ କିଏ ଏଠାକୁ ଆସିଛ? ଶ୍ରୀକୃଷ୍ଣ କହିଲେ, ହେ ରାଜା, ଏମାନେ ହେଲେ ତୁମର ପାଞ୍ଚ ପୁତୁରା ଯୁଧିଷ୍ଠିର, ଭୀମ, ନକୁଳ, ପାର୍ଥ, ସହଦେବଙ୍କ ସହ ମୁଁ ମାଧବ ଆସିଛି। ଯୁଧିଷ୍ଠିର କହିଲେ, ହେ तात, ତୁମ ସୁକୃତରୁ ଆମେ ଭାରତ ଯୁଦ୍ଧରୁ ବଞ୍ଚି ତୁମକୁ ଦର୍ଶନ କରିବା। ଅନ୍ଧ ରାଜା ଏକଥା ଶୁଣି ମନରେ ବହୁତ କ୍ରୋଧ କଲା ଓ କହିଲା, ତୁମେମାନେ ମୋହର ସବୁ ପୁତ୍ରକୁ ମାରିଲ। ଯୁଧିଷ୍ଠିର କହିଲେ, ହେ तात, ଆମର ଏଥିରେ କିଛି ଦୋଷ ନାହିଁ। ଶକୁନି ମନ୍ତ୍ରୀ ତୁମର ସବୁ ଦୋଷ କରିଛି। ଭାଇ ଭାଇ ଭିତରେ ସେ ଶତ୍ରୁ କରିଦେଲା। ମୋ କଥା ଯଦି ମିଛ, ତେବେ ଚକ୍ରପାଣିକୁ ପଚାରନ୍ତୁ। ଅନ୍ଧ ରାଜା କହିଲେ, ତୁମର କୃଷ୍ଣ ଘଟେ ଘଟେ, ଏଥିପାଇଁ ଆମର ସବୁ ନଷ୍ଟ ହୋଇଗଲେଣି। ମୋ ପୁତ୍ର ତ ସବୁ ମରିଗଲେଣି। ତଥାପି ଭୀମକୁ ମୋ କୋଳକୁ ଦିଅ। ଭୀମସେନକୁ ମୁଁ କୋଳରେ ଧରି ବସିବି। ଯୁଧିଷ୍ଠିର କହିଲେ, तात ଯଦି ସଦା କରୁଛନ୍ତି, ତାହେଲେ ଭୀମ ଯାଇ ତୁ ତାତଙ୍କ କୋଳରେ ବସ। ତାଙ୍କୁ ପୁତ୍ର ବାଧା ନ ଲାଗୁ। ଶ୍ରୀକୃଷ୍ଣ ମହାପ୍ରଭୁ ଅନ୍ଧ ରାଜାର ମନ କଥା ଜାଣିପାରିଲେ। ଭଗବାନ ଶ୍ରୀକୃଷ୍ଣ ସହଦେବକୁ ଠାରି କହିଲେ, ଏ କଥାର ମୂଳ କ'ଣ ହେବ? ଭୀମକୁ କାହିଁକି ଅନ୍ଧ ରାଜା କୋଳ କରିବାକୁ କହୁଛି? ମାଧବଙ୍କର ପ୍ରଶ୍ନର ଉତ୍ତରରେ ସହଦେବ କହିଲା, ଅନ୍ଧ ରାଜାର ସହସ୍ର ବଳ ଅଛି। ଭୀମକୁ କୋଳରେ ଧରିଲେ ସେ ତାକୁ ଚୂର୍ଣ୍ଣ କରିଦେବ। ଏଥିପାଇଁ ଭୀମକୁ ସେ ଲୋଡୁଛି। ଭଗବାନ ଶ୍ରୀକୃଷ୍ଣ କହିଲେ, ତେବେ ଏମିତି କରିବା, ଆଖଡ଼ାଶାଳରୁ ଲୌହ ଭୀମକୁ ଆଣିବା। ଅନ୍ଧ ରାଜାକୁ ନ ଜଣାଇ ତା କୋଳରେ ନେଇ ଥୋଇଦେବା। ଏ କଥା ଶୁଣି ସହଦେବ ତୁନି ହୋଇ ରହିଲା।
हे राजा ଧନଞ୍ଜୟ। ଏହାପରେ ଶ୍ରୀକୃଷ୍ଣ ଭଗବାନ ଲୁହାର ଭୀମକୁ ଘେନିଗଲେ ଅନ୍ଧ ରାଜାଙ୍କର କୋଳରେ ନେଇ ଥୋଇଲେ। ଅନ୍ଧ ରାଜା ଲୁହାର ଭୀମକୁ ପାଇ ଦୁଇ ବାହୁକୁ ବିସ୍ତାରି ଭିଡ଼ି ଧରିଲା। ଚନ୍ଦନ ଘୋରିଲା ପରି ଦେହଯାକ ଘୋରି ଦେଲା। ଭୀମ ମଲା ବୋଲି ଶୋକ କଲା ଅନ୍ଧ ରାଜା। ଧୃତରାଷ୍ଟ୍ର ମନେ ମନେ କହୁଥାଏ, ତୁ ମୋହର 100 ପୁତ୍ରକୁ ମାରିଲୁ, ସେଇ ପାପରୁ ବୃକୋଦର ତୁ ମଲୁ। ଏହା ଶୁଣି ବୃକୋଦର ଖୁବ୍ ଜୋରରେ ହସିଲା ଓ କହିଲା, ହେ तात, ତୁମେ କାହାକୁ ମାରି ଏମିତି କହୁଛ? ଏଥିପାଇଁ ତ ତୁମେ ଅନ୍ଧ ହୋଇ ବସିଛ। ପ୍ରଭାତରୁ ଯେଉଁ ଲୋକ ଅପୁତ୍ରିକ ମୁଖ ଦେଖେ ତାହାର ସୁକୃତ 3 ପକ୍ଷ ପର୍ଯ୍ୟନ୍ତ ନାଶ ହୁଏ। ବୃଦ୍ଧ ହୋଇ ଆଜି ପର୍ଯ୍ୟନ୍ତ ବସିଛୁ ଓ ସଂସାର ଯାକ ଖାଇବାକୁ ଏ ବୟସରେ ଆଶା ରଖୁଛୁ। ତୋହର ବୟସର ଲୋକ ଆଜି ପର୍ଯ୍ୟନ୍ତ ଆଉ କେହି ନାହାନ୍ତି। ତୋହର ବୟସର ଲୋକ ଯିଏ ଥିବ ସେ ଯାବତ ଦାନ ଦେଇ ତୀର୍ଥ କରି ଯାଇଥିବ। ଆଉ ତୁ, ଛି ଛି ରେ ଅନ୍ଧ ରାଜା, ତୁ ଆମର तात, ଆମକୁ ତୋତେ तात ଡାକିବାକୁ ଲଜ୍ଜା ଲାଗୁଛି। ତୁ ହେଉଛୁ କପଟୀ ଓ ପରପୀଡ଼କା। ତା ନହେଲେ ତୁ ଲୁହାର ଭୀମକୁ ଗୁଣ୍ଡ କରି ଦେଇଥାନ୍ତୁ। ପ୍ରାଣୀ ଯେବେ ଲକ୍ଷେ ଗୋରୁ ହତ୍ୟା କରିଥାଏ, ସେଇ ଲୋକ ସଂସାରରେ ଅନ୍ଧ ହୋଇ ଜନ୍ମ ନିଏ। ଏକରେ ତୁ ଅନ୍ଧ ଓ ଦ୍ୱିତୀୟରେ ତୁ ଅପୁତ୍ରିକ। ମୋ ଭାଇ ଯୁଧିଷ୍ଠିର ସେମିତି ଭଲ ଲୋକ ବୋଲି ତୋ ପାଦପଦ୍ମକୁ ସେବା କରୁଛନ୍ତି। ଅପୁତ୍ରିକ ଲୋକକୁ ଯିଏ ଛୁଏଁ ତାକୁ ଅଟକା ରଖାଯାଏ। ଭୀମର ଏହିପରି ତର୍ଜକ ବାଣୀ ଶୁଣି ଯୁଧିଷ୍ଠିର କହିଲେ, ବାବୁ ଭୀମ, ଶୁଣ, ପିତା ଓ ଦେବତା ଏ ଦୁହେଁ ସମାନ ଅଟନ୍ତି। ଏମାନଙ୍କୁ ନିନ୍ଦା କଲେ ସାଧୁଜନମାନେ ଏହାକୁ ସବୁଦିନ ପାଇଁ ପୁରାଣରେ ଲେଖିଦେବେ। ହେ ବୃକୋଦର, ପିତାକୁ ନିନ୍ଦା କର ନାହିଁ। ଦେଢ଼ୁତା ପିତା, ଖୁଡ଼ୁତା ମାତା ଯେତେ ଅଛନ୍ତି ଏମାନେ ସବୁ ନିଜର ପିତାମାତା ସହ ସମାନ। ଯୁଧିଷ୍ଠିରଙ୍କର ଏହିପରି କଥା ଶୁଣି ଭୀମ ତୁନି ହୋଇଗଲା। ଏହାପରେ ଗାନ୍ଧାରୀ ନିକଟକୁ ଧୃତରାଷ୍ଟ୍ର ଗଲେ ଓ କହିଲେ, ସଖିରେ ଚାଲ ଏବେ ଆମେ ତୀର୍ଥ କରିବାକୁ ଯିବା। ଭୀମର ଝିଙ୍ଗାସ ବଚନ ଆଉ ଆମେ ଶୁଣିପାରିବା ନାହିଁ। ବନରେ ଫଳମୂଳ ଖାଇ ପଛେ ମରିବା, ହେଲେ ଭୀମର ଏ ଭାଷା ଆଉ ସହି ହେଉନାହିଁ। ତାହାର ଭାଷା ଶୁଣି ମୋର ରକ୍ତ ଶୁଖିଗଲାଣି। ନହେଲେ ଚାଲ ସଖୀ, ଆମେ ଦୁହେଁ ବିଷ ଖାଇ ମରିବା। ନହେଲେ ବନରେ ଯାଇ ତୀର୍ଥ କରିବା। ବିଧାତା ଯାହା ଆମ ଭାଗ୍ୟରେ ଲେଖିଥିବ ତାହା ଭୋଗ କରିବା। ଧୃତରାଷ୍ଟ୍ର କଥା ଶୁଣି ଗାନ୍ଧାରୀ କହିଲେ, ସ୍ୱାମୀ। ଧୃତରାଷ୍ଟ୍ରଙ୍କର କଥା ଶୁଣି ଗାନ୍ଧାରୀ କହିଲେ, ସ୍ୱାମୀ, ଅନୁକୂଳ କରନ୍ତୁ, ତୁମକୁ ଛାଡ଼ି ମୁଁ ରହିପାରିବି ନାହିଁ। ପତି ମଲା ପରେ ପତ୍ନୀ ଯଦି ଦେହ ଧରି ରୁହେ, ସେ ପତ୍ନୀ ସ୍ତ୍ରୀ କୁଳକୁ ହତଶ୍ରୀ ଅଟେ। ସ୍ତ୍ରୀ ଯଦି ବିଧବା ହୋଇ ରହିଥିବ, ସେ ବ୍ରହ୍ମଚାରିଣୀ ପରି କର୍ମ କରିବ। ତାହାର ଅଙ୍ଗରେ ହଳଦୀ ବୋଳିବ ନାହିଁ, ତେଲ ଲଗାଇବ ନାହିଁ, ବେଦମାର୍ଗରେ ବାସ୍ତରୀ ବ୍ରତ କରିବ। ଦାନ୍ତ ଦେଖାଇଲେ ସ୍ତ୍ରୀ ଜାତି ସହିତ ସାଙ୍ଗ ହେବ ନାହିଁ। ନିଜ ଗୃହ ଛିଦ୍ର କାହାକୁ କହିବ ନାହିଁ। କୁଟୁମ୍ବଙ୍କର ମନ ନେଇ ଘରେ ରହିବ। କୋମଳ ବାକ୍ୟ ସର୍ବଦା କହିବ। ଅଳ୍ପ ଆହାରରେ ତୃପ୍ତ ହେବ। ବିଷ୍ଣୁଙ୍କୁ ସର୍ବଦା ସେବା କରିବ। ହେ ନାଥ, ଏହିପରି ଗୁଣ ଯେଉଁ ବିଧବା ସ୍ତ୍ରୀର ଥିବ, ସେ ହିଁ ଯାଇ ବୈକୁଣ୍ଠରେ ବସିବ। ଗାନ୍ଧାରୀଠାରୁ ଏହା ଶୁଣି ଧୃତରାଷ୍ଟ୍ର କହିଲେ, ଆଚ୍ଛା ଆଚ୍ଛା, ଏବେ ମନବାଞ୍ଛା କରି ଚାଲ ତୀର୍ଥକୁ ଯିବା। ଏଠାରେ ଆଉ ରହିଲେ ଭଲ ହେବ ନାହିଁ। ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କର କଥା ଶୁଣି କୁନ୍ତୀ କହିଲେ, ମୋର ବି ବୃଦ୍ଧା କାଳ ଆସିଗଲାଣି। ଚାଲ, ତୁମ ସହିତ ମୁଁ ମଧ୍ୟ ତୀର୍ଥକୁ ଯିବି। ଏ କାଳରେ ତୀର୍ଥ ନ କରି ହରିଙ୍କୁ ନ ଭଜିଲେ ଅମୋକ୍ଷ ହିଁ ଆମେମାନେ ହେବା। ଏହା ଚିନ୍ତା କରି ଗାନ୍ଧାରୀ ଧୃତରାଷ୍ଟ୍ରଙ୍କ ସହିତ କୁନ୍ତୀ ତୀର୍ଥ କରିବାକୁ ଗଲେ। ଏମାନଙ୍କୁ ଦେଖି ବିଦୁର ଓ ସଞ୍ଜୟ ମଧ୍ୟ ତୀର୍ଥକୁ ବାହାରିଲେ। ସମସ୍ତେ ଯାଇ ଅରଣ୍ୟରେ ପଶିଲେ, ସଭା କଲେ। ହେ ରାଜା ଧନଞ୍ଜୟ, ଏହାଙ୍କର ମୃତ୍ୟୁ କଥା କହୁଛି ଶୁଣ। ଯେଉଁ ବନକୁ ତୀର୍ଥ କରିବା ପାଇଁ ଗାନ୍ଧାରୀ, ଧୃତରାଷ୍ଟ୍ର, କୁନ୍ତୀ, ବିଦୁର ଓ ସଞ୍ଜୟ ଯାଇଥିଲେ, ସେହି ବନରେ ଏକ ଶବର ବାସ କରୁଥିଲା। ଶବରଟି ଦିନେ ମୃଗକୁ ମାରିବ ବୋଲି ବନକୁ ପୋଡ଼ିଦେଲା। ଜଙ୍ଗଲ ଚାରିଦିଗରୁ ଜଳି ଆସିଲା। ଗୋଟିଏ ଦିନରେ ଏତେ ବଡ଼ ଜଙ୍ଗଲ ପୋଡ଼ିଗଲା।
ଗାନ୍ଧାରୀ, କୁନ୍ତୀ, ସଞ୍ଜୟ, ବିଦୁର ଓ ଧୃତରାଷ୍ଟ୍ର ନିଆଁରେ ପୋଡ଼ି ହୋଇ ମଲେ ଓ ବୈକୁଣ୍ଠରେ ଯାଇ ସ୍ଥାନ ପାଇଲେ। ବିଷ୍ଣୁଙ୍କର ପାଦପଦ୍ମରେ ଏମାନେ ଲୀନ ହୋଇଗଲେ। ଏହି 5 ଜଣ ଦେବାଦେବୀ ଅଟନ୍ତି। ରାଜା ଧନଞ୍ଜୟ ଋଷି ବୈଶମ୍ପାୟନ କହୁଛନ୍ତି, ହେ ରାଜା ଧନଞ୍ଜୟ, ଏହାପରେ ପାଣ୍ଡବମାନେ ମାତା କୁନ୍ତୀ, ଗାନ୍ଧାରୀ, ଧୃତରାଷ୍ଟ୍ରଙ୍କର ମୃତ୍ୟୁ ଖବର ଶୁଣି ରୋଦନ କଲେ। ସ୍ନାନ ସାରି ଦ୍ୱାଦଶ ଦିନରେ ଧର୍ମରାୟ ଶୁଦ୍ଧି ହେଲେ। ଦୁର୍ବଳ କାର୍ଯ୍ୟ ସାରି କୃଷ୍ଣ ପୂଜା କଲେ। ମେଲାଣି ମାଗିଣ ହରି ଦ୍ୱାରିକାକୁ ଗଲେ। ପ୍ରିୟ ସତ୍ସଙ୍ଗୀ ବନ୍ଧୁଗଣମାନେ, ଏହା ପରର ପ୍ରସଙ୍ଗ ଆମେ ଆଗାମୀ ଭିଡ଼ିଓରେ ଆଲୋଚନା କରିବା। ସେହି ଭିଡ଼ିଓ ଆସିବା ପର୍ଯ୍ୟନ୍ତ ଆପଣମାନେ ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ବହୁତ ଭଲ ରହିଥାନ୍ତୁ। ତ ସହିତ ଏହି ବେଦପୁରାଣ କଥା ଚ୍ୟାନେଲ ସହିତ ଯୋଡ଼ି ହୋଇ ଚ୍ୟାନେଲର ପ୍ରତ୍ୟେକ ଭିଡ଼ିଓକୁ ନିଜେ ସମ୍ପୂର୍ଣ୍ଣ ଦେଖିବା ସହିତ ନିଜର ସାଙ୍ଗସାଥୀମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାନ୍ତୁ, ଯାହାଫଳରେ ନୂଆ ଭିଡ଼ିଓ ମୁଁ ଯଦି କେବେ ଅପଲୋଡ଼ କରେ ତାହେଲେ ସର୍ବପ୍ରଥମେ ଆପଣ ପାଖକୁ ପହଞ୍ଚିବ।